ଗୁଗୁନି ଆମେ ଭାତ ସହିତ ରୁଟି ପରଟା କିମ୍ବା ପକୁଡ଼ି ଯାହା ବି ଆପଣ ଯେଉଁଥିରେ ବି ଖାଇବେ ସବୁଠୁ ବହୁତ ବଢ଼ିଆ ଲାଗେ। ଇଡ଼ଲି ସହିତ ମଧ୍ୟ ଖାଇଲେ ଓଡ଼ିଶା ଲୋକଙ୍କର ସବୁଥିରେ ଗୁଗୁନି ଦରକାର। ସେ ଇଡ଼ଲି ହଉ କିମ୍ବା ଦୋସା ହଉ କିମ୍ବା ଭାତ ହଉ କିମ୍ବା ରୁଟି ପରଟା। ଗୁଗୁନି କି କେତେ ଜଣ କେଉଁ ଜାଗାରେ କଳା ଚଣାରେ ବ୍ୟବହାର କରୁଥିବା ମାନେ ଗୁଗୁନି କହନ୍ତି। କେଉଁମାନେ ଛୋଲେର ମଧ୍ୟ ଯେଉଁ ଆମର କାବୁଲି ଚଣାରେ ବ୍ୟବହାର କରି ଗୁଗୁନି କହନ୍ତି। ଓଡ଼ିଶାରେ କିନ୍ତୁ ଧଳା ମଟର। ତ ନମସ୍କାର, ଡିମ୍ପଲ୍ସ ଡେଲିସିୟସ୍କୁ ସ୍ୱାଗତ ଜଣାଉଛି। ଏଠି ମୁଁ 150 ଗ୍ରାମରେ ହେବ 150 ଗୋଟେ ଅଧ କପ୍ ମୁଁ ଏଠି ଆମର ଧଳା ମଟର ନେଇଯାଇଛି। ମଟରକୁ ମୁଁ ରାତି ସାରା ଭିଜେଇ ଦେଇଥିଲି। ଯଦି ଆପଣଙ୍କର ଏଠି ରାତି ସାରା ଭିଜେଇବାକୁ ମନେ ନାହିଁ ତାହେଲେ ଗରମ ପାଣିରେ 3 ରୁ 4 ଘଣ୍ଟା ଯଦି ଭିଜେଇ ଦେବେ ତାହେଲେ ସେ ଭଲ ଭାବରେ ସୁକ୍ ହେଇଯିବ। ତ ଏଠି ଦେଖନ୍ତୁ ଆମେ ଗୋଟେ ପ୍ରେସର କୁକର ନେଇ ଯଦି ଆପଣ ଖୋଲା ବର୍ତ୍ତନରେ ସିଝେଇବାକୁ ଚାହୁଁଛନ୍ତି ତାହେଲେ ସିଝେଇ ପାରିବେ, କିନ୍ତୁ ଖୋଲା ବର୍ତ୍ତନରେ ବହୁତ ଟାଇମ୍ ଲାଗିଥାଏ। ତ ସେଥିପାଇଁ ମୁଁ ଏଠି ଗୋଟେ ପ୍ରେସର କୁକର ନେଇଯାଉଛି। ପ୍ରେସର କୁକରରେ ଆମର ମଟରକୁ ଦେଇ ଏଇଠି ମୁଁ 2ଟି ମିଡ଼ିୟମ୍ ସାଇଜ୍ର ଆଳୁକୁ ଟିକେ କ୍ୟୁବ୍ ସାଇଜ୍ର କାଟି ନେବା। ଏଇ ଆଳୁକୁ ମୁଁ ବି ଧୋଇକି ସଫା କରି ନେଇଥିଲି, ତ ଦେଇଦେବା। ତାପରେ ଗୋଟେ ଛୋଟ ଚାମଚ ହଳଦୀ, ଗୋଟେ ଛୋଟ ଚାମଚ ଲୁଣ ଦେଇ ଆମେ ତାକୁ 2ଟି ହୁଇସିଲ୍ ଯଦି ହାଇ ଫ୍ଲେମ୍ରେ ରଖିବେ 2ଟି ହୁଇସିଲ୍, ଯଦି ଲୋ ଫ୍ଲେମ୍ରେ ରଖିବେ ଗୋଟେ ହୁଇସିଲ୍ ଦେଇ ତାକୁ ତୁରନ୍ତ କାଢ଼ି ନେବେ। ଯଦି ଆମେ ତାକୁ ବହୁତ ସମୟ ପାଇଁ ହୁଇସିଲ୍ ସହିତ ରଖିଦେବା ତାହେଲେ ଆପଣମାନେ ଦେଖିଥିବେ ହଷ୍ଟେଲର ତରକାରୀରେ କେବେ ବି ଚଣା ମାନେ ଯେଉଁ ଆମର ମଟର ନଥାଏ, ମଟରର ଚୋପା ହିଁ ଭାସିଥାଏ। ତ ଦେଖନ୍ତୁ ହୁଇସିଲ୍ ଆସିଲା ପରେ ମୁଁ ଏଠି ତାକୁ ଟିକେ ଚେକ୍ କରି ନେଇଥିଲି। ତାପରେ ମୁଁ ଦେଖନ୍ତୁ ତୁରନ୍ତ ହିଁ ଖୋଲିଦେବେ, ନଚେତ୍ ଆମର ପୁଣି ଆପଣ ହଷ୍ଟେଲ ତରକାରୀ ହେଲେ ମାନେ ମଟର ପାଇବେନି, ଚୋପା ହିଁ ପାଇବେ। ଦେଖନ୍ତୁ ଏଠି ଆମର ବହୁତ ଭଲ ଭାବରେ ସିଝି ଯାଇଛି ମଟରକୁ ମୁଁ ଗୋଟେ ମଟରକୁ ଦେଖେଇ ଦେଉଛି ଆପଣଙ୍କୁ ହାତରେ। ତ ମଟରକୁ ଏତିକି ହିଁ ସିଝେଇବେ, ବହୁତ ସିଝେଇଲେ କାରଣ ଆମର ପୁଣି ଆମେ ଯେତେବେଳେ ଫୁଟେଇବା ତ ସେଠି ବି କଷିଲା ଟାଇମ୍ରେ ସିଝିବ। ତ ଏଠି ଗୋଟେ କଡ଼େଇ ନେଇ ଗରମ କରି ନେଇଛି। କଡ଼େଇ ଗରମ କରିସାରିଲା ପରେ ଏଠି ମୁଁ 2 ଚାମଚ ତେଲ ଦେଇ ଦେଉଛି। ତେଲ ଭଲ ଭାବରେ ଗରମ ହେଇସାରିଲା ପରେ ଗୋଟେ ଛୋଟ ଚାମଚ ଜିରା ଦେଇ ଦେଉଛି। ଜିରା ଭଲ ଭାବରେ ଫୁଟି ସାରିଲା ପରେ ଆମେ ଏଇଠି ଆମର ଭୃସଙ୍ଗ ପତ୍ର ଦେଇଦେବା, ପୁରା ବହୁତ ଭଲ ଭାବରେ ଦେଇଦେବା। ଭୃସଙ୍ଗ ପତ୍ରର ବାସ୍ନାଟା ବହୁତ ବଢ଼ିଆ ଆସିଥାଏ। ଭୃସଙ୍ଗ ପତ୍ର ଭଲ ଭାବରେ ଭାଜି ହେଇସାରିଲା ପରେ ଟିକେ ଏଇଠି ଆମେ ଗୋଟେ ବଡ଼ ସାଇଜ୍ର ପିଆଜ ନେଇଥିଲି, କଟା ହେଇଥାଏ, ଛୋଟ ଛୋଟ କାଟିବେ ପିଆଜ ଗୁଡ଼ିକୁ। ପିଆଜକୁ ଦେଇ ଭଲ ଭାବରେ ଭାଜି ନେବା। ପିଆଜକୁ ଟ୍ରାନ୍ସପେରେଣ୍ଟ ହେଲା ପର୍ଯ୍ୟନ୍ତ ଭାଜିବା। ଦେଖନ୍ତୁ ଏଇଠି ଆମର ପିଆଜ ଟ୍ରାନ୍ସପେରେଣ୍ଟ ହେଇ ଆସିଲାଣି। ଏବେ ଆମେ ଗୋଟେ ବଡ଼ ଚାମଚରେ ଅଦା ରସୁଣର ପେଷ୍ଟ ଦେଇ ତାକୁ ପୁଣି କିଛି ସମୟ ପାଇଁ ଭାଜି ନେବା। ଯଦି ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ କମେଣ୍ଟ ସେୟାର କରନ୍ତୁ। ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ସବସ୍କ୍ରାଇବ୍ କରନ୍ତୁ। ଯଦି ଫେସବୁକ୍ ଚ୍ୟାନେଲରେ ଦେଖୁଛନ୍ତି ତାହେଲେ ପ୍ଲିଜ୍ ଫଲୋ କରନ୍ତୁ। ଦେଖନ୍ତୁ ଆମର ଅଦା ରସୁଣର ପେଷ୍ଟ ସ୍ମେଲ୍ ଗଲା ଯାଏଁ ଆମେ ଏଠି କଷିବା। ଏଠି ମୁଁ ଗୋଟିଏ ଟମାଟୋ, ବଡ଼ ସାଇଜ୍ର ଟିକେ ଟମାଟୋ ଥିଲା, ଯେହେତୁ ଟମାଟୋ ରେଟ୍ ଏବେ ବହୁତ ଅଧିକା ଅଛି, ତ ଗୋଟିଏ ଟମାଟୋକୁ ମୁଁ ଏଠି ପେଷ୍ଟ ବନେଇ ଦେଉଛି। ପେଷ୍ଟ ବନେଇକି ଦେବା ଦ୍ୱାରା ଏଠି ଆମର ଗ୍ରେଭିଟା ଟିକେ ମୋଟା ଆସିଥାଏ। ଯଦି ଆପଣ କାଟିକି ଦେବେ ଦେଇପାରନ୍ତି, କିନ୍ତୁ ଆମର ଗ୍ରେଭିଟା ପତଳା ହେଇଥାଏ। ତାପରେ ମୁଁ ମସଲାରେ ଆମର ଆବଶ୍ୟକ ମୁତାବକ ଆଉ ଲୁଣ, ଏଠି ମୁଁ 2 ଚାମଚ ମୁଁ ଲଙ୍କାଗୁଣ୍ଡ ନେଇଯାଇଛି, ଯେହେତୁ ଏଇଟା କାଶ୍ମୀର ଲଙ୍କାଗୁଣ୍ଡ। ଗୋଟେ ଛୋଟ ଚାମଚ ଧନିଆ ଗୁଣ୍ଡ ଆଉ ଗୋଟେ ଛୋଟ ଚାମଚ ମୁଁ ଏଠି ଗରମ ମସଲା ନେଇଯାଇଛି। ଏଇସବୁକୁ ଭଲ ଭାବରେ ମିଶାଇ ଦେଲା ପରେ ଆମେ କିଛି ସମୟ ପାଇଁ ତାକୁ ଭଲ ଭାବରେ କଷି ହେବା ପାଇଁ ମସଲା ଛାଡ଼ିଦେବା। ଦେଖନ୍ତୁ ଏଠି ଆମର ମସଲା ବହୁତ ଭଲ ଭାବରେ କଷି ହେଇଗଲାଣି। ତାର ତେଲ ତ ଏତେ ବି ବ୍ୟବହାର ହେଇନଥିଲା, ତ ସେଥିପାଇଁ ତେଲ ଦେଖାଉନି, କିନ୍ତୁ ମସଲା ଆମର ବହୁତ ଭଲ ଭାବରେ କଷି ହେଇଯାଇଛି। ଏବେ ଆମେ ସିଝେଇକି ରଖିଥିବା ମଟର ଆଉ ଆଳୁକୁ ଏଇ ମସଲାରେ ଆମେ ଦେଇଦେବା। ମଟର ଆଉ ଆଳୁକୁ ଦେଇଦେଲା ପରେ ତାକୁ ଭଲ ଭାବରେ ମିକ୍ସ କରିନେବା। ଏଇଠି ଯେହେତୁ ମୋତେ ଲାଗୁଛି ଏଇଟା ଟିକେ ଗାଢ଼ା ହେଇଯିବ, ତ ସେଥିପାଇଁ ମୁଁ ଏଇ ଯେଉଁ ଆମ ପ୍ରେସର କୁକର ହିଁ ଟିକେ ଅଳ୍ପ ରହିଯାଇଥିଲା, ତ ସେଥିପାଇଁ ମୁଁ ସେଥିରେ ଅଳ୍ପ ପାଣି ଦେଇ, ଯେମିତିକି ଅଧ କପ୍ ପାଣି ଦେଇ ପୁଣି ତାକୁ ଭଲ ଭାବରେ ଏଇଠି ଢାଳି ପୁଣି ସେଇ ପାଣିଟାକୁ ମିଶାଇ ତାକୁ 5 ମିନିଟ୍ ପର୍ଯ୍ୟନ୍ତ ତାକୁ ଲୋରୁ ମିଡ଼ିୟମ୍ ଫ୍ଲେମ୍ରେ ତାକୁ ଫୁଟିବା ପାଇଁ ଛାଡ଼ିଦେବା। ଯେହେତୁ ଆମେ ଥଣ୍ଡା ପାଣିଟା ଦେଇଛେ, ଆଉ କିଛି ସମୟ ଭଲ ଭାବରେ ତରକାରୀ ମିଶି ମଧ୍ୟ ଯିବ। ଭଲ ଭାବରେ ଆମର ଫୁଟି ଆସିଲାଣି ପାଣି। ଏଠି ଆମେ କଟା ହେଇଥିବା ଧନିଆ ପତ୍ର ଆଉ ଗୋଟେ ଛୋଟ ଚାମଚ ଚିକେନ୍ ମସଲା ଦେଇଦେବା। ଚିକେନ୍ ମସଲା ଦେବା ଦ୍ୱାରା ତା'ର ସ୍ୱାଦଟି ବହୁତ ବଢ଼ିଆ ଆସିଥାଏ। ଯଦି ଆପଣ ଦୋକାନ ପରି ଜଳଖିଆ ଦୋକାନ ପରି ମାନେ ବନେଇବାକୁ ଚାହୁଁଛନ୍ତି ତାହେଲେ ଟମାଟୋ ବଟାଟା ନିଶ୍ଚିନ୍ତ ଦେବେ, ଟମାଟୋର ଯେଉଁ ପ୍ୟୁରିଟା ଆଉ ଚିକେନ୍ ମସଲା ମଧ୍ୟ ଦେବେ। ଚିକେନ୍ ମସଲା ଆଉ ଟମାଟୋ ପ୍ୟୁରି ଦେବା ଦ୍ୱାରା ବିଲକୁଲ ଆପଣଙ୍କର ମାନେ ହୋଟେଲ ପରି ତା'ର ସ୍ୱାଦଟା ଆସିବ, ଯେଉଁ ଜଳଖିଆ ଦୋକାନ ପରି।
तो देखंतु एठी हमर बहुत भल भाबरे फुटी आसिलाणी एबे आमे एटाकू बंद करदबा जेहेतु मु एटा मोर लंच टाइम रे बनैथली तो मु आकू भात सहित सर्व करछि देखंतु भात सहित मते गुगुनीटा हमर बहुत बढ़िया लागे खाइबाकू मो हजबैंड कर तो एटा ऑल टाइम फेवरेट एही परि भाबरे थरे गुगुनी बनांतु आउ आपणकर मध्य मु निश्चित ग्यारंटी दूची कि आपणकर मध्य एटा ऑल टाइम फेवरेट हे जिवो मते कमेंट बॉक्स द्वारा निश्चित कहबे कि आपणकर गुगुनीटे केमिति बनिथिला धन्यवाद।